ନିର୍ମାଣର 15 ଦିନ ମଧ୍ୟରେ ରାସ୍ତା ଫାଟି ଠିକାଦାରଙ୍କ ନିମ୍ନମାନର କାମ। ନୂତନ ରାସ୍ତା କାମ ସରିବାର 15 ଦିନ ବିତି ଯାଇଥିବା ବେଳେ ରାସ୍ତା ଫାଟି ହୋଇ ରହିଛି। ଠିକାଦାର ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାମାନଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପରି ଦେଖିବାକୁ ମିଳିଛି ଗଅଁଦିଆ ବ୍ଲକର ଷଡଙ୍ଗୀଠାରୁ ନିହଲ ପ୍ରସାଦର 2,960 ଠାରେ ଯାଇଥିବା ପୂର୍ତ୍ତି ବିଭାଗ ରାସ୍ତାର ଧନେଇ ନାଳ ଉପରେ ସୁଉଚ୍ଚ ସେତୁ ଦେଇ ଯାଇଥିବାର ନୂତନ ରାସ୍ତା ଫାଟି ଲୋକଙ୍କ ଯିବା ଆସିବା ପାଇଁ ପୂର୍ବ ସରକାର ସମୟରେ ଏହି ରାସ୍ତା ପାଇଁ ଅର୍ଥ ପ୍ରଦାନ କରାଯାଇ ନୂତନ ସୁଉଚ୍ଚ ସେତୁ ଓ ରାସ୍ତା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ନିର୍ମାଣ ହୋଇଥିଲା। ହେଲେ 15 ଦିନ ହେବାର ମଧ୍ୟରେ ନୂତନ ରାସ୍ତା ଫାଟି ହୋଇ ରହିଛି, ଯାହା ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଉପରେ ମଧ୍ୟ ବିପଦ ସୃଷ୍ଟି ହୋଇଛି। ତେବେ ଏହି ରାସ୍ତା ନିର୍ମାଣ କରୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ସହିତ ଏପରି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ସରକାର ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଢେଙ୍କାନାଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।